ଦୀର୍ଘ 495 ବର୍ଷ ପରେ ଅଯୋଧ୍ୟା ରାମ ଦରବାରରେ ଖେଳାଯିବ ହୋଲି। କାଞ୍ଚନ ଫୁଲରେ ପ୍ରସ୍ତୁତ ହୋଇଛି ହର୍ବାଲ ରଙ୍ଗ। ଆଉ କିଛି ଦିନର ଅପେକ୍ଷା ତାପରେ ରଙ୍ଗର ପର୍ବ ହୋଲିରେ ରଙ୍ଗେଇ ହେବ ସମଗ୍ର ଦେଶ। ତେବେ ଚଳିତ ବର୍ଷ ଅଯୋଧ୍ୟାରେ ନବନିର୍ମିତ ରାମଲଲାଙ୍କ ମନ୍ଦିରରେ ହୋଲି ପର୍ବ ପାଳନ ହେବ। ତେବେ ଦୀର୍ଘ 495 ବର୍ଷ ପରେ ଅଯୋଧ୍ୟା ରାମ ଦରବାରରେ ହୋଲି ଖେଳାଯିବ। କୁହାଯାଉଛି ଯେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଠାରୁ ଅକଭବ୍ୟ ହେବ ହୋଲି ଖେଳ। ଏଥର ରାମଲଲା କଞ୍ଚନ ଫୁଲରୁ ନିର୍ମିତ ହର୍ବାଲ ରଙ୍ଗରେ ହୋଲି ଖେଳିବେ ବୋଲି ସୂଚନା ରହିଛି। ତେବେ ବୈଜ୍ଞାନିକମାନଙ୍କ ତତ୍ତ୍ୱାବଧାନରେ କାଞ୍ଚନ ଫୁଲରୁ ହର୍ବାଲ ହୋଲି ତିଆରି କରାଯାଇଛି। ହୋଲି ପର୍ବ ପାଇଁ ମନ୍ଦିର ପରିସରରେ ସ୍ୱତନ୍ତ୍ର ପ୍ରସ୍ତୁତି ଚାଲିଛି। ଏନେଇ ରାମ ମନ୍ଦିରର ମୁଖ୍ୟ ପୁରୋହିତ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ ରାମ ଭକ୍ତମାନେ ମଧ୍ୟ ରାମଲଲାଙ୍କ ସହ ହୋଲି ଖେଳିବାର ସୁଯୋଗ ପାଇବେ। ମନ୍ଦିରରେ ଚାଲିଥିବା ପ୍ରସ୍ତୁତି ବିଷୟରେ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ ରାମଲଲା ହୋଲିରେ ନୂଆ ବସ୍ତ୍ର ପରିଧାନ କରିବେ। ଏହା ସହିତ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରାଯିବ। 56 ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଇ ଭୋଗ ଲଗାଯିବ। ପରେ ଅବିର ଅର୍ପଣ କରି ହୋଲି ପର୍ବ ପାଳନ କରାଯିବ। ମନ୍ଦିର ପକ୍ଷରୁ କୁହାଯାଇଛି ଯେ ରାମଲଲା ପାଇଁ କାଞ୍ଚନ ଫୁଲରୁ ହର୍ବାଲ ରଙ୍ଗ ପ୍ରସ୍ତୁତ କରାଯାଇଛି। କାଞ୍ଚନଙ୍କୁ ତ୍ରେତାୟା ଯୁଗରେ ଅଯୋଧ୍ୟାର ରାଜ୍ୟ ବୃକ୍ଷ ଭାବରେ ବିବେଚନା କରାଯାଉଥିଲା ଏବଂ ଆୟୁର୍ବେଦରେ ମଧ୍ୟ ଏହାର ବିଶେଷ ଗୁରୁତ୍ୱ ରହିଛି। ଗୋରଖପୁର ମନ୍ଦିରରେ ଦିଆଯାଇଥିବା ଫୁଲରୁ ହର୍ବାଲ ରଙ୍ଗ ପ୍ରସ୍ତୁତ କରାଯାଇଛି। ଏହି ହର୍ବାଲ ରଙ୍ଗ ପରୀକ୍ଷା କରାଯାଇଛି ଏବଂ ମାନବ ଚର୍ମ ପାଇଁ ଏହା ନିରାପଦ ଅଟେ।